ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ଭାଷା ମହକ ବହିର ପାଠ 3 ନକଲି ହୀରା ବିଷୟଟିକୁ ଆମେ ଆଲୋଚନା କରିବା। ତେଣୁ ପିଲାମାନେ ଧ୍ୟାନ ସହକାରେ ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ଆରମ୍ଭ କରିବା। ପୁରୁଣା ଦିନର କଥା, କୋରାପୁଟର ଜୟପୁର ରାଜ୍ୟରେ ଜଣେ ରାଜା ଥିଲେ। ସେ ଜଣେ ବୁଦ୍ଧିମାନ ଶାସକ ଥିଲେ। ବୁଝିଲା ପିଲାମାନେ, ସେ ଜଣେ ବୁଦ୍ଧିମାନ ଶାସକ ଥିଲେ। କାଳକ୍ରମେ ସେ ବୁଢ଼ା ହୋଇଗଲେ। ତେଣୁ ନିଜ ପୁଅକୁ ରାଜପଦରେ ବସାଇବା ପାଇଁ ଇଚ୍ଛା କଲେ। ବୃଦ୍ଧାବସ୍ଥାରେ ଶାସନ କାର୍ଯ୍ୟ ଚଳାଇ ପାରିଲେନି। ତେଣୁ ସେ ପୁଅକୁ ରାଜ କାର୍ଯ୍ୟରେ ବସାଇବା ପାଇଁ ଇଚ୍ଛା କଲେ। ତାଙ୍କ ପୁତ୍ରକୁ ରାଜ୍ୟ ଶାସନରେ ସହାୟତା କରିବା ପାଇଁ ଜଣେ ଜ୍ଞାନୀ ତଥା ବୁଦ୍ଧିମାନ ପରାମର୍ଶଦାତା ଖୋଜିବାକୁ ମନସ୍ଥ କଲେ। ମାନେ ଭାବିଲେ ଯେ ତାଙ୍କ ପୁଅକୁ ରାଜା କରାଇବେ, ତେଣୁ ତାଙ୍କୁ ପରାମର୍ଶ ଦେବା ପାଇଁ ଜଣେ ପରାମର୍ଶଦାତା ଦରକାର। ତେଣୁ ସେ ଖୋଜିଲେ, କାରଣ ରାଜା ଚାହୁଁଥିଲେ ଯେ ତାଙ୍କ ପରେ ତାଙ୍କର ଏକମାତ୍ର ପୁଅ ଜଣେ ଲୋକପ୍ରିୟ ରାଜା ଭାବରେ ଖ୍ୟାତି ଅର୍ଜନ କରୁ। ରାଜଦରବାରରେ ମନ୍ତ୍ରୀ ପାର୍ଷଦବର୍ଗ ଉପସ୍ଥିତ ରହିଥାନ୍ତି। ରାଜା ସମସ୍ତଙ୍କୁ ସମ୍ବୋଧନ କରି ପଚାରିଲେ। କ'ଣ ପଚାରିଲେ? ପାତ୍ରମନ୍ତ୍ରୀ ଆଉ ପାରିଷଦବର୍ଗକୁ ପଚାରିଲେ, ମୁଁ ତୁମମାନଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହେଁ। ଦୟାକରି ଏହାର ସ୍ପଷ୍ଟ ତଥା ଠିକ୍ ଉତ୍ତର ଦିଅନ୍ତୁ। ଆପଣମାନେ କୁହନ୍ତୁ, ମୁଁ ଜଣେ ଜ୍ଞାନୀ ଓ ସଚ୍ଚୋଟ ରାଜା କି? ତେଣୁ ଏ କଥା ଶୁଣି ପାରିଷଦବର୍ଗ କହିଲେ, ନିଃସନ୍ଦେହ ମହାରାଜ, ଆପଣଙ୍କ ପରି ସଚ୍ଚୋଟ ବୁଦ୍ଧିମାନ ରାଜା ଆଉ କେହି ନାହାନ୍ତି। ଆପଣଙ୍କର ଉତ୍ତର ନିମନ୍ତେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ରାଜା କହିଲେ। ରାଜା ପାରିଷଦମାନଙ୍କ ଉତ୍ତର ଶୁଣି ଆନନ୍ଦରେ ଉପହାର ସ୍ୱରୂପ ସମସ୍ତଙ୍କୁ ଗୋଟିଏ ଗୋଟିଏ ହୀରା ମୋହର ପ୍ରଦାନ କଲେ। ଏହି ସମୟରେ ରାଜା ଦେଖିଲେ ସବୁ ପାରିଷଦ ହୀରା ମୋହର ନେଇ ଖୁସିରେ ଚାଲିଗଲେ। ମାତ୍ର ଜଣେ ଯୁବକ ଚୁପଚାପ ଗୋଟିଏ ପାଖରେ ଠିଆ ହୋଇ ରହିଥିଲା। ରାଜା ପଚାରିଲେ, ତୁମେ କାହିଁକି ଚୁପଚାପ ହୋଇ ଠିଆ ହୋଇଛ? ଉତ୍ତର ଦିଅ, କ'ଣ ତାହା କହିଲ ନାହିଁ? ତୁମର ଉତ୍ତର କ'ଣ କହିଲ ନାହିଁ? ସେ କହିଲେ, ମହାରାଜ, ଆପଣ ବୁଦ୍ଧିମାନ ସଚ୍ଚୋଟ ଅଟନ୍ତି, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଆପଣଙ୍କଠାରୁ ଅଧିକ ବୁଦ୍ଧିମାନ ସଚ୍ଚୋଟ ରାଜା ମଧ୍ୟ ଅଛନ୍ତି। ସେମାନେ ମଧ୍ୟ ଆପଣଙ୍କଠୁ ଶ୍ରେଷ୍ଠ ରାଜା। ଏ କଥା କହିଲେ। ମହାରାଜ, ସମସ୍ତେ ଆପଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉତ୍ତର ଦେଇଛନ୍ତି, ମାତ୍ର ମୋର ଉତ୍ତର ଅଲଗା, ସେମାନଙ୍କ ପରି ନୁହେଁ। ଏ କଥା କହିଲେ। ତୁମର ଉତ୍ତର ଅଲଗା ହେଲେ ବି ମୁଁ ଶୁଣିବି। ତୁମେ ଆନନ୍ଦରେ ପ୍ରକାଶ କର, ରାଜା ତାଙ୍କୁ କହିଲେ। ତେଣୁ ସେ ବ୍ୟକ୍ତି ଜଣକ କହିଲେ, ପରଦିନ ରାଜା ଦରବାରରେ ବସିଥାନ୍ତି। ପାରିଷଦମାନେ ଆସି କହିଲେ, ମହାରାଜ, ଆମେ ଆପଣଙ୍କ ହୀରାକୁ ନେଇ ଜଣେ ହୀରା ଦୋକାନୀକୁ ଦେଖାଇବାରୁ ସେ ଯାଞ୍ଚ କରି କହିଲା ଯେ ଏସବୁ ହୀରା ନକଲି ଅଟେ। ଆପଣ ଆମ ସହିତ ଏପରି କାହିଁକି କଲେ? ଏ କଥା ପାରିଷଦବର୍ଗ କହିଲେ। ତାପରେ ରାଜା କହିଲେ, ମୁଁ ତୁମ ଉତ୍ତର ଶୁଣି ବହୁତ ଖୁସି ହେଲି। ଏବେ ତୁମେ ହୀରା ନିଅ। ମାନେ ଏ କଥା କହିଥିଲେ। ତାପରେ ରାଜା ତାଙ୍କୁ ହୀରା ଦେଲେ। କିନ୍ତୁ ମହାରାଜାଙ୍କୁ ଆସି କହିଲେ, ତୁମେ ଆମକୁ ନକଲି ହୀରା ଦେଇଛ। ଏ କଥା କହିଥିଲେ। ତାପରେ କ'ଣ ହେଲା ଦେଖିବା। ଅପେକ୍ଷା କର, ତୁମର ସବୁ ପ୍ରଶ୍ନର ଉତ୍ତର ଦେଉଛି। ତୁମେମାନେ ସମସ୍ତେ ମୋତେ ସନ୍ତୁଷ୍ଟ କରିବା ପାଇଁ ଭୁଲ ଉତ୍ତର ଦେଇଛ, ସେଥିପାଇଁ ମୁଁ ତୁମକୁ ନକଲି ହୀରା ଦେଇଛି। କିନ୍ତୁ ଏହି ଯୁବକ ମୋ ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେଇଥିବାରୁ ତାହାକୁ ଅସଲି ହୀରା ଦେଇଛି ବୋଲି ରାଜା ପ୍ରକାଶ କଲେ। ସମସ୍ତେ ଜାଣି ରଖ, ମୋ ପୁତ୍ରର ମୁଖ୍ୟ ପରାମର୍ଶଦାତା ଭାବେ ଏହି ଯୁବକ ନିଯୁକ୍ତି ହେବ। ତାପରେ ସବୁ ପାରିଷଦ କହିଲେ, କ୍ଷମା କରନ୍ତୁ ମହାରାଜ, ଆମର ବଡ଼ ଭୁଲ ହୋଇଗଲା। ଭବିଷ୍ୟତରେ ଏପରି ଭୁଲ ଆଉ କେବେ କରିବୁ ନାହିଁ। ଏ କଥା କହିଲେ। ତାପରେ ଦେଖିବା, ମୋତେ ଖୁସି କରିବାକୁ ତୁମେମାନେ ଭୁଲ ଉତ୍ତର ଦେଇ ସତ୍ୟଠାରୁ ଦୂରେଇ ଗଲ। ତୁମକୁ ତୁମ ପଦବୀରୁ ବରଖାସ୍ତ କରାଯିବ। କର୍ମ ହିଁ ଭଗବାନ, ସତ୍ୟ, ଅହିଂସା, ସଚ୍ଚୋଟପଣିଆ ମଣିଷର ପରମ ଧର୍ମ। ସତ୍କର୍ମର ଫଳ ସର୍ବଦା ମିଠା ହୋଇଥାଏ। ଏ କଥା ରାଜା ବୁଝାଇଲେ। ଆଜ୍ଞା ମଣିମା, ମନେ ରଖ, କର୍ମ ହିଁ ଭଗବାନ,
ସତ୍କର୍ମ ସଚିନ୍ତା ମାନବ ଉନ୍ନତିର ମୂଳ ଆଧାର। ସଚଳ ପଣିଆ ହେଉଛି ମାନବିକତା। ତୋଷାମଦ କରିବା ଅନୁଚିତ। ତୁମମାନଙ୍କ ପ୍ରତ୍ୟେକ କାର୍ଯ୍ୟ ପ୍ରଜାମାନଙ୍କ ହିତ ପାଇଁ ହେବା ଉଚିତ। ଏକଥା କହିଥିଲେ। ତାପରେ ସେମାନେ କହିଲେ ପାରିଷଦ ବର୍ଗ, ଆପଣଙ୍କ ଗୋଡ଼ ଧରୁଛୁ, ଆମକୁ କ୍ଷମା କରିଦିଅନ୍ତୁ ଆଜ୍ଞା ବୋଲି କହିଥିଲେ। ତାପରେ ଆମେ ଏହି ପାଠର ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ଦେଖ ପିଲାମାନେ, ପ୍ରଶ୍ନ ନମ୍ବର 1, ରାଜା ଜଣେ କେଉଁଭଳି ଶାସକ ଥିଲେ? ଏହାର ଉତ୍ତର ଆମେ ଲେଖିବା, ରାଜା ଜଣେ ନ୍ୟାୟୀ, ପ୍ରଜାବତ୍ସଳ ଓ ଜ୍ଞାନୀ ଶାସକ ଥିଲେ। 2 ନମ୍ବର ପ୍ରଶ୍ନ, ରାଜା କାହାକୁ ତାଙ୍କ ପୁଅର ପରାମର୍ଶଦାତା ଭାବରେ ବାଛିଲେ? ରାଜା ଯୁବକ ଜଣଙ୍କୁ, ଜ୍ଞାନୀ ଓ ସତ୍ୟବାଦୀ ଯୁବକ ଜଣଙ୍କୁ ତାଙ୍କର ପରାମର୍ଶଦାତା ଭାବରେ ବାଛିଲେ। ପୁଅର ପରାମର୍ଶଦାତା ଭାବରେ ବାଛିଥିଲେ। ରାଜା କେଉଁମାନଙ୍କୁ ପ୍ରଶ୍ନ ପଚାରିଲେ? ରାଜା ତାଙ୍କର ପାରିଷଦ ବର୍ଗ ମନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରିଲେ। 4 ନମ୍ବର ପ୍ରଶ୍ନ, ଯୁବକ ଜଣକ ନୀରବ ଥିଲେ କାହିଁକି? ଏହାର ଉତ୍ତର ଲେଖିବା, ଯୁବକ ଜଣକ ମିଛ କହିବାକୁ ଚାହୁଁନଥିଲେ ଏବଂ ସଠିକ୍ ସମୟରେ ଅପେକ୍ଷାରେ ଥିବାରୁ ନୀରବ ଥିଲେ। ସଠିକ୍ ସମୟର ଅପେକ୍ଷାରେ ଥିବାରୁ ସେ ନୀରବ ଥିଲେ। 5, ରାଜା ଯୁବକଙ୍କ ଉପରେ କାହିଁକି ଖୁସି ହେଲେ? ଯୁବକଙ୍କ ସତ୍ୟବାଦିତା, ନିର୍ଭୀକତା ଏବଂ ସଠିକ୍ ବିଚାରଧାରା ଦେଖି ରାଜା ତାଙ୍କ ଉପରେ ଖୁସି ହେଲେ। 6 ନମ୍ବର ପ୍ରଶ୍ନ, ପାରିଷଦମାନଙ୍କୁ ମହାରାଜ ଶେଷରେ କ'ଣ କହିଲେ? ଉତ୍ତର, ମହାରାଜ ପାରିଷଦମାନଙ୍କୁ କହିଲେ ଯେ ଚାଟୁକାରିତା ଅପେକ୍ଷା ସତ୍ୟର ମୂଲ୍ୟ ଅଧିକ। 7 ନମ୍ବର ପ୍ରଶ୍ନ, ଯୁବକ ଜଣଙ୍କୁ ରାଜା ଅସଲି ହୀରା କାହିଁକି ଦେଲେ? ଏହାର ଉତ୍ତର, ଯୁବକ ଜଣକ ପ୍ରକୃତ ସତ କହିଥିଲେ, ତେଣୁ ତାଙ୍କର ସାଧୁତା ପାଇଁ ରାଜା ତାଙ୍କୁ ଅସଲି ହୀରା ପୁରସ୍କାର ସ୍ୱରୂପ ଦେଇଥିଲେ। 8 ନମ୍ବର ପ୍ରଶ୍ନ, ପାରିଷଦମାନଙ୍କୁ ରାଜା ନକଲି ହୀରା ଦେବାର କାରଣ କ'ଣ? ଏହାର ଉତ୍ତର, ପାରିଷଦମାନେ କେବଳ ରାଜାଙ୍କୁ ଖୁସି କରିବା ପାଇଁ ମିଛ ପ୍ରଶଂସା ବା ଚାଟୁକାରିତା କରିଥିଲେ, ତେଣୁ ସେମାନେ ନକଲି ହୀରା ପାଇଲେ। 8 ନମ୍ବର ପ୍ରଶ୍ନର ଉତ୍ତର ହେଲା, ଆସ ଉତ୍ତର ଲେଖିବା। ଏଠାରେ ବିପରୀତ ଅର୍ଥବୋଧକ ଶବ୍ଦ ଲେଖିବା। ପୁରୁଣା, ପୁରୁଣାର ବିପରୀତ ନୂଆ ଲେଖିବା ଆମେ। ନୂଆ, ପୁରୁଣାର ବିପରୀତ ନୂଆ। ନୂତନ। ଦୁଃଖ, ସୁଖ, ଦୁଃଖର ବିପରୀତ ସୁଖ। ଉପସ୍ଥିତ, ଅନୁପସ୍ଥିତ, ଅନୁପସ୍ଥିତ। ତାପରେ ସନ୍ଦେହ, ନିଃସନ୍ଦେହ, ନିଃସନ୍ଦେହ, ନିଃସନ୍ଦେହ। ତାପରେ ଆଗକୁ ଯିବା, ସନ୍ତୁଷ୍ଟ, ଅସନ୍ତୁଷ୍ଟ, ଅସନ୍ତୁଷ୍ଟ। ନକଲି, ଅସଲି, ନକଲିର ବିପରୀତ ଅସଲି। ଏଭଳି ଆମେ ଲେଖିବା। ଆସ ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଲେଖିବା। 1 ନମ୍ବର କ, 2ର କ, ରାଜା ପାରିଷଦମାନଙ୍କୁ ସମ୍ବୋଧନ କରି କେଉଁ ପ୍ରଶ୍ନ ପଚାରିଲେ? ଏହାର ଉତ୍ତର ଲେଖିବା, ରାଜା ପାରିଷଦମାନଙ୍କୁ ସମ୍ବୋଧନ କରି ପଚାରିଲେ ଯେ ଏହି ଦୁଇଟି ମୁଦ୍ରା ମଧ୍ୟରୁ କେଉଁଟି ଅସଲି ଓ କେଉଁଟି ନକଲି ପଚାରିଥିଲେ। ଖ ନମ୍ବର ପ୍ରଶ୍ନ, ପାରିଷଦମାନେ କ'ଣ ଶିକ୍ଷା ପାଇଲେ? ପାରିଷଦମାନେ କ'ଣ ଶିକ୍ଷା ପାଇଲେ? ଉତ୍ତର ଲେଖିବା, ଜ୍ଞାନୀ ଓ ଗୁଣୀ ବ୍ୟକ୍ତିମାନେ କେବଳ ବାହ୍ୟ ଚମକ ନ ଦେଖି ବସ୍ତୁର ପ୍ରକୃତ ଗୁରୁତ୍ୱକୁ ଚିହ୍ନିବା ଉଚିତ ବୋଲି ପାରିଷଦମାନେ ଶିକ୍ଷା ପାଇଲେ। ଗ ନମ୍ବର ପ୍ରଶ୍ନ, ଏହି ପାଠରୁ ଆମେ କେଉଁ ଶିକ୍ଷା ପାଇଲୁ? ଏହା ଉତ୍ତର ଲେଖିବା, ଏହି ପାଠରୁ ଆମେ ଶିକ୍ଷା ପାଇଲୁ ଯେ କୌଣସି ଜିନିଷକୁ ନ ପରଖି ତାହା ବିଷୟରେ ମତାମତ ଦେବା ଉଚିତ ନୁହେଁ ଏବଂ ଜ୍ଞାନୀ ଲୋକ ସବୁବେଳେ ସତ୍ୟକୁ ଖୋଜି ବାହାର କରନ୍ତି। ଭାଷାର କଥା ପଢ଼, ବୁଝ। ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ 4ଟି ସମୟପତ୍ର ଦେଇଛି। ଠିକ୍ ଉକ୍ତି ପାଖରେ ଠିକ୍ ଚିହ୍ନ ଦେବା। ବୃଦ୍ଧ ରାଜାଙ୍କର କେତେଜଣ ପୁଅ ଥିଲେ?
ବୃଦ୍ଧ ଜଣଙ୍କର କେତେ ଜଣ ପୁଅ ଥିଲେ? ଜଣେ, 2 ଜଣ, 3 ଜଣ, 4 ଜଣ। ଏହା ସଠିକ୍ ଉତ୍ତର ହେବ ଜଣେ। ତାପରେ ଖ ନମ୍ବର ପ୍ରଶ୍ନ, ରାଜା ତାଙ୍କ ପୁଅ ପାଇଁ କ'ଣ ଖୋଜୁଥିଲେ? ରାଣୀ, ଘର, ପରାମର୍ଶଦାତା, ଗୁରୁ। ଉତ୍ତର ହେବ ପରାମର୍ଶଦାତା। ଲେଖିବା। ତାପରେ ତୁମେ କାହିଁକି ଚୁପଚାପ ଛିଡ଼ା ହୋଇଛ? ଉତ୍ତର ଦିଅ। ଏକଥା କିଏ କହିଥିଲେ? ଯୁବକ, ପାରିଷଦ ବର୍ଗ, ରାଜା, ମନ୍ତ୍ରୀ। ଏ କଥା ରାଜା କହିଥିଲେ। ତେଣୁ ରାଜା ପାଖରେ ଆମେ ଟିକ୍ ଚିହ୍ନ ଦେବା। ତାପରେ ଆସିଲା, ମହାରାଜ ଆମକୁ କ୍ଷମା କରନ୍ତୁ, ଆମର ଭୁଲ ହୋଇଛି। ଏକଥା କିଏ କହିଥିଲେ? ରାଜା, ଯୁବକ, ପାରିଷଦ, ମନ୍ତ୍ରୀ। ପାରିଷଦ କହିଥିଲେ। ତେଣୁ ଗ ନମ୍ବର ଠିକ୍। ରାଜା ଅସଲି ସୁନା କାହାକୁ ଦେଇଥିଲେ? ଅସଲି ସୁନା ନାହିଁ, ଅସଲି ହୀରା ଦେଇଥିଲେ, ନାଇଁ କି? ତେଣୁ ଅସଲି ହୀରା କାହାକୁ ଦେଇଥିଲେ? ଯୁବକ ଜଣଙ୍କୁ ଦେଇଥିଲେ। କିଏ ବଳବାନ? ପାରିଷଦ ବର୍ଗ, ସମୟ, ରାଜା। କିଏ ବଳବାନ? ସମୟ ବଳବାନ। ତେଣୁ ସମୟ ପାଖରେ ଆମେ ଠିକ୍ ଚିହ୍ନ ଦେବା। ତାପରେ ଏଠି ନିମ୍ନରେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ସେମାନଙ୍କର ଉପଯୁକ୍ତ ଶବ୍ଦ ସହିତ ମେଳ କର। ରାଜା, ରାଜା କାହା ସହିତ ଯୋଡ଼ିବା? ରାଜାକୁ ଆମେ ନୃପତି ସହିତ ଯୋଡ଼ିବା। ପୁଅ, ପୁତ୍ର। ଦିନ, ଦିବସ। ଆନନ୍ଦ, ଖୁସି। ତାପରେ ଆମେ ଆଗକୁ ଯିବା। ପାଠରୁ 4ଟି ଚିତ୍ର ନିମ୍ନରେ ଦିଆଯାଇଛି। ଆଉ ସେଗୁଡ଼ିକ ନାମ ଲେଖିବା। ଏଇ ଚିତ୍ରରେ କିଏ? ଏଇଟା କାହାକୁ ବୁଝାଇବ? ଏଇ ଚିତ୍ର ହେଉଛି ରାଜା। ରାଜା। ତେଣୁ ଏଠି ଲେଖିବା ରାଜା ବୋଲି ଆମେ ଲେଖିପାରିବା। ରାଜା ହେଉଛନ୍ତି ରାଜା। ଏଇଟା ହେଉଛି ପାରିଷଦ ବର୍ଗ। କ'ଣ ଲେଖିବା? ପାରିଷଦ ବର୍ଗ। ପାରିଷଦ ବର୍ଗ। ପାରିଷଦ ବର୍ଗ। ତାପରେ ଦେଖିବା କାହାର ଚିତ୍ର? ଏଇଟା ସିଂହାସନ। ଏଇଟା କ'ଣ ଲେଖିବା? ସିଂହାସନ। ସିଂହାସନ, ସିଂହାସନ, ସିଂହାସନ ବୋଲି ଲେଖିବା। ତାପରେ କାହାର ଚିତ୍ର ଦେଖୁଛ? ଏଇଟା ଯୁବକ ଜଣଙ୍କ ଚିତ୍ର। ତେଣୁ ଆମେ ଲେଖିବା ଯୁବକ। ଯୁବକ ଜଣଙ୍କ ଠିଆ ହୋଇଛନ୍ତି, ଯୁବକ ଲେଖିବା। ତାପରେ କ'ଣ ଅଛି ଦେଖିବା। ରାଜଦରବାରରେ କେଉଁମାନେ ଥାଆନ୍ତି? ରାଜଦରବାରରେ ରାଜା, ମନ୍ତ୍ରୀ, ପାରିଷଦ ବର୍ଗ, ସେନାପତି, ଦ୍ୱାରପାଳମାନେ ଥାଆନ୍ତି। ଏଇଭଳି ଆମେ ଉତ୍ତର ଲେଖିପାରିବା। ତୁମ ପାଇଁ କାମ, ମନରୁ ଗପଟିଏ 10 ଲାଇନରେ ଲେଖ। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖାଅ। ନିଜ ମନରୁ ଗୋଟେ ଗପ 10 ଲାଇନରେ ଲେଖିବା ପାଇଁ ଚେଷ୍ଟା କରିବ। ଏହି ପାଠର ପ୍ରଶ୍ନୋତ୍ତର ବର୍ତ୍ତମାନ ଆଲୋଚନା ଶେଷ ହୋଇଛି। ଆଶା କରୁଛି ଏ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବ, ସାଙ୍ଗମାନଙ୍କ ସହିତ ସେୟାର କରିବ ଏବଂ ଯେଉଁମାନେ ଆମ ଚ୍ୟାନେଲ୍ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦେବେ। ପାଖରେ ଥିବା ଘଣ୍ଟ ବଟନ୍ ଦବାଇ ଅଲ୍ ନୋଟିଫିକେସନ୍କୁ ଅନ୍ କରିଦେବେ। ରହୁଛି। ପରବର୍ତ୍ତୀ କାଳରେ ପୁଣି ଦେଖା ହେବ।